ଓଡ଼ିଶାର ଐତିହ୍ୟ। ଓଡ଼ିଶା ଐତିହ୍ୟର କେତେକ ପ୍ରଶ୍ନ ଉତ୍ତର ସମସ୍ତ ପରୀକ୍ଷା ପାଇଁ ଉପଯୋଗୀ। ପାର୍ଟ 3। ଚାଲନ୍ତୁ ଆରମ୍ଭ କରିବା ଆଜିକାର ପ୍ରଶ୍ନ ଉତ୍ତର। ଆଜିକାର ପ୍ରଥମ ପ୍ରଶ୍ନ, ପୁରୀ ଜିଲ୍ଲାର କେଉଁ ଗ୍ରାମକୁ ସଂଯୁକ୍ତ ରାଷ୍ଟ୍ରସଂଘର ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଂସ୍ଥା ଦ୍ୱାରା ବିଶ୍ୱର ଏକ ଐତିହ୍ୟ ଗ୍ରାମ ଭାବେ ଘୋଷିତ ହୋଇଛି? ଏହାର ଉତ୍ତର ହେଉଛି ରଘୁରାଜପୁର। ଏହା ବିଶ୍ୱର ଏକ ଐତିହ୍ୟ ଗ୍ରାମ ଭାବେ ଘୋଷିତ ହୋଇଛି। ପୁରୀ ଜିଲ୍ଲାର ରଘୁରାଜପୁର ଗ୍ରାମର ପଟ୍ଟଚିତ୍ର ଅଙ୍କନ ଏକ କୌଳିକ ବୃତ୍ତି। ସଂଯୁକ୍ତ ରାଷ୍ଟ୍ରସଂଘର ଶୈକ୍ଷିକ, ବୈଜ୍ଞାନିକ ଓ ସାଂସ୍କୃତିକ ସଂସ୍ଥା ୟୁନେସ୍କୋ ଦ୍ୱାରା ଏହି ଗ୍ରାମଟି ବିଶ୍ୱର ଏକ ଐତିହ୍ୟ ଗ୍ରାମ ଭାବେ ଘୋଷିତ ହୋଇଛି। ଏହାର ପରବର୍ତ୍ତୀ ପ୍ରଶ୍ନ, ଗୀତ ଗୋବିନ୍ଦର ରଚୟିତା କିଏ? ସାରଳା ଦାସ, ଜୟଦେବ, ଜଗନ୍ନାଥ ଦାସ, ବତ୍ସା ଦାସ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି, ଜୟଦେବ ଏହାକୁ ଲେଖିଛନ୍ତି। ଓଡ଼ିଶାର ଗ୍ରାମ୍ୟ ସଂସ୍କୃତିରେ ଲୋକ ସଙ୍ଗୀତର ଏକ ବିଶିଷ୍ଟ ସ୍ଥାନ ରହିଛି। ଚମ୍ପୁ, ଛାନ୍ଦ, ଚଉତିଶା, କୋଇଲି ଗୀତ, ଭଜନ ଓଡ଼ିଶାର ଗାଁ ଗହଳରେ ଏବେ ମଧ୍ୟ ଆଦୃତ ଏବଂ ବ୍ୟବହୃତ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କେଉଁ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଭାବେ ମାନ୍ୟତା ମିଳିଛି? ଉତ୍ତର ଓଡ଼ିଶୀ ନୃତ୍ୟ। ଓଡ଼ିଶୀ ନୃତ୍ୟକୁ ଶାସ୍ତ୍ରୀୟ ନୃତ୍ୟ ଭାବେ ମାନ୍ୟତା ମିଳିଛି। ପରବର୍ତ୍ତୀ ପ୍ରଶ୍ନ, ପୁରାତନ କାଳରେ ଜଗନ୍ନାଥଙ୍କ ନିକଟରେ ନୃତ୍ୟ କରୁଥିବା ନର୍ତ୍ତକୀମାନଙ୍କର ନୃତ୍ୟ ଶୈଳୀକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ମାହାରୀ ଶୈଳୀ କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶୀ ନୃତ୍ୟ କେଉଁ ନୃତ୍ୟ ଶୈଳୀରୁ ସୃଷ୍ଟି? ଏହାର ଉତ୍ତର ମାହାରୀ ନୃତ୍ୟ ଶୈଳୀରୁ ସୃଷ୍ଟି। ଓଡ଼ିଶାର ଓଡ଼ିଶୀ ନୃତ୍ୟ ଭାରତର ଏକ ପ୍ରଧାନ ଶାସ୍ତ୍ରୀୟ ନୃତ୍ୟ ଭାବେ ମାନ୍ୟତା ପାଇଛି। ପୁରାତନ କାଳରେ ଜଗନ୍ନାଥ ମହାପ୍ରଭୁଙ୍କୁ ପ୍ରଣତି ଜଣାଇବା ଉଦ୍ଦେଶ୍ୟରେ ଜଗନ୍ନାଥ ମନ୍ଦିରରେ ଓଡ଼ିଆ ନର୍ତ୍ତକୀମାନେ ନୃତ୍ୟ ପରିବେଷଣ କରୁଥିଲେ। ସଙ୍ଗୀତର ତାଳ ଓ ରାଗ ସହିତ ସମନ୍ୱୟ ରକ୍ଷା କରି ନୃତ୍ୟ ଶୈଳୀକୁ ମାହାରୀ ଶୈଳୀ କୁହାଯାଉଥିଲା। ମାହାରୀ ଶୈଳୀର ନୃତ୍ୟରୁ ଓଡ଼ିଶୀ ନୃତ୍ୟର ସୃଷ୍ଟି ହୋଇଛି। କେତେକ ଲୋକଙ୍କ ମତରେ ଓଡ଼ିଶୀ ନୃତ୍ୟ ଶୈଳୀ ସୃଷ୍ଟିରେ ମାହାରୀ ଶୈଳୀ ବ୍ୟତୀତ ଓଡ଼ିଶାର ଗାଁମାନଙ୍କରେ ଅଳ୍ପ ବୟସ୍କ ପୁଅମାନଙ୍କ ଦ୍ୱାରା ପରିବେଷିତ ଲୋକପ୍ରିୟ ଗୋଟିପୁଅ ନୃତ୍ୟ ଶୈଳୀର ମଧ୍ୟ ପ୍ରଭାବ ରହିଛି। ପରବର୍ତ୍ତୀ ପ୍ରଶ୍ନ, ଚଇତି ଘୋଡ଼ା ନାଚ କେଉଁ ପ୍ରକାର ନୃତ୍ୟ? ଲୋକନୃତ୍ୟ, ଆଦିବାସୀ ନୃତ୍ୟ, ଗୋଟିପୁଅ ନୃତ୍ୟ, କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ, ଲୋକନୃତ୍ୟ। ପରବର୍ତ୍ତୀ ପ୍ରଶ୍ନ, ଝୁମର ନୃତ୍ୟ କେଉଁ ପ୍ରକାର ନୃତ୍ୟ? ଆଦିବାସୀ ନୃତ୍ୟ, ଲୋକନୃତ୍ୟ, ଗୋଟିପୁଅ ନୃତ୍ୟ, କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ, ଆଦିବାସୀ ନୃତ୍ୟ। ରଣପା ନାଚ, ଚଇତି ଘୋଡ଼ା ନାଚ, ଦଣ୍ଡ ନାଚ, କେଳା କେଳୁଣି ନାଚ, ଘୁମୁରା ନାଚ, ଛଉ ନାଚ, ଡାଲଖାଇ ନାଚ, ରସକେଲି ନାଚ ଆଦି ନୃତ୍ୟ ହେଲା ଲୋକନୃତ୍ୟ ଏବଂ କରମା, ଗୋଦବା, କେଦୁ, ଝୁମର, କୟା, ପରଜା ଆଦି ଆଦିବାସୀ ନୃତ୍ୟ ଓଡ଼ିଶାର ଐତିହ୍ୟ ପ୍ରତି ଗୁରୁତ୍ୱପୂର୍ଣ୍ଣ ଅବଦାନ। ପୁରୀ ଜିଲ୍ଲାର ପିପିଲି କେଉଁ କଳା ପାଇଁ ଖ୍ୟାତି ଲାଭ କରିଛି? ଏହାର ଉତ୍ତର ଚାନ୍ଦୁଆ। ଚାନ୍ଦୁଆ ପାଇଁ ଖ୍ୟାତି ଲାଭ କରିଛି ପୁରୀ ଜିଲ୍ଲାର ପିପିଲି। ମନ୍ଦିରମାନଙ୍କରେ ରୀତିନୀତି ତଥା ବିଭିନ୍ନ ଧାର୍ମିକ କାର୍ଯ୍ୟ ସମ୍ପାଦନରେ ବ୍ୟବହାର ପାଇଁ ପୁରାତନ ଓଡ଼ିଶାରେ ରଙ୍ଗୀନ କନାରୁ କାରୁକାର୍ଯ୍ୟ ସମ୍ବଳିତ ବଡ଼ ବଡ଼ ଚାନ୍ଦୁଆ ପ୍ରସ୍ତୁତ କରାଯାଇ ଏହି ସୃଜନ କଳାର ଆରମ୍ଭ ହୋଇଥିଲା। ପୁରୀ ଜିଲ୍ଲାର ପିପିଲି ଏହି କଳା ପାଇଁ ଖ୍ୟାତି ଲାଭ କରିଛି। ପରବର୍ତ୍ତୀ ପ୍ରଶ୍ନ, କଟକ ହସ୍ତଶିଳ୍ପ କ୍ଷେତ୍ରରେ କେଉଁ କାମ ପାଇଁ ପ୍ରସିଦ୍ଧି ଲାଭ କରିଛି? ଏହାର ଉତ୍ତର ହେଉଛି ରୂପା। ରୂପା ତାରକସି କାମ ପାଇଁ କଟକ ପ୍ରସିଦ୍ଧି ଲାଭ କରିଛି। ପରବର୍ତ୍ତୀ ପ୍ରଶ୍ନ, କଟକ କେଉଁ ନଗରୀ ନାମରେ ପରିଚିତ? ରୌପ୍ୟ, ସ୍ୱର୍ଣ୍ଣ, ପିତ୍ତଳ, ତମ୍ବା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ, ରୌପ୍ୟ। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର ବ୍ରହ୍ମପୁର କେଉଁ ନଗରୀ ନାମରେ ପରିଚିତ? ରୌପ୍ୟ, ରେଶମ, ଇସ୍ପାତ, ହସ୍ତତନ୍ତ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି, ରେଶମ। ବ୍ରହ୍ମପୁର ରେଶମ ନଗରୀ ନାମରେ ପରିଚିତ।
परवर्ती प्रश्न राउरकेला को ओडिशार केउ नगरी बोली कुहा जाए? रेशम, रौप्य, इस्पात, हस्ततंत्र। यार सठिक उत्तर होउची ऑप्शन सी इस्पात। परवर्ती प्रश्न बरगढ़ ओडिशार केउ नगरी नाम परिचित? रौप्य, रेशम, इस्पात, हस्ततंत्र। यार सठिक उत्तर होउची ऑप्शन डी हस्ततंत्र। परवर्ती प्रश्न ओडिशार भुवनेश्वर को केउ नगरी कुहा जाए? रौप्य नगरी, इस्पात नगरी, मंदिर माणिनी नगरी, रेशम नगरी। यार सठिक उत्तर होउची ऑप्शन सी मंदिर माणिनी नगरी। परवर्ती प्रश्न ओडिशार काहाकू एकाम्र क्षेत्र कुहा जाए? भुवनेश्वर, कटक, पुरी, ब्रह्मपुर। यार सठिक उत्तर होउची ऑप्शन ए भुवनेश्वर। भुवनेश्वर को एकाम्र क्षेत्र कुहा जाए। परवर्ती प्रश्न ओडिशार रौप्य नगरी किए? भुवनेश्वर, कटक, पुरी, ब्रह्मपुर। यार सठिक उत्तर होउची ऑप्शन बी कटक। कटक को रौप्य नगरी कुहा जाए। परवर्ती प्रश्न ओडिशार इस्पात नगरी किए? कटक, भुवनेश्वर, राउरकेला, ब्रह्मपुर। यार सठिक उत्तर होउची ऑप्शन सी राउरकेला। परवर्ती प्रश्न पुरी को कौन कुहा जाए? श्रीक्षेत्र, एकाम्र क्षेत्र, अर्क क्षेत्र, बिरजा क्षेत्र। यार सठिक उत्तर होउची ऑप्शन ए श्रीक्षेत्र। पुरी को श्रीक्षेत्र बा शंख क्षेत्र कुहा जाए। एकाम्र क्षेत्र होउची भुवनेश्वर, अर्क क्षेत्र होउची कोणार्क, बिरजा क्षेत्र होउची जाजपुर। यार परवर्ती प्रश्न श्रीक्षेत्र काहाकू कुहा जाए? पुरी, भुवनेश्वर, कटक, बरगढ़। यार सठिक उत्तर होउची ऑप्शन ए पुरी। पुरी को श्रीक्षेत्र बा शंख क्षेत्र बा जगन्नाथ धाम बोली कुहा जाइथाए। परवर्ती प्रश्न प्राचीन ओडिशार नौ वाणिज्य करबाकू जाउथिबा बणिक मानकू कौन कुहा जाए? यार उत्तर होउची साधव बा साधव पुओ बोली कुहा जाए। पुरातन ओडिशा बा कलिंगर अधिवासी माने बोईत साहाय्य समुद्र मध्यर विदेश को जाई वाणिज्य कारबार करुथिले। बाली, जाभा, सुमात्रा, बर्न द्वीपपुंज तथा अन्यान्य दक्षिण पूर्व एसीय देशमानंक सहित वाणिज्य कारबार रे थिले सर्वप्रथम। साधव भावे परिचित नौ वाणिज्य रे दक्षता थिबा प्राचीन ओडिशार बणिक माने कृषिजात द्रव्य विशेष करी मसला एवं हस्तशिल्प और हस्ततंत्र प्रस्तुत सामग्री गुड़ी को बैतर नहीं समुद्र रे दीर्घ यात्रा करुथिले एवं सही देशमानंकरू सेगुड़िकर विक्रय मूल्य धन संपत्ति आनी ओडिशा को धनशाड़ी करुथिले। से समयर ताम्रलिप्ति, पालर, पिथुंड और चेड़ीताल ओडिशार प्रधान बंदर थिला। परवर्ती प्रश्न ओडिया पंजिका अनुसार ओडिशार नववर्ष केबे पालन करा जाए? विषुव संक्रांति, मकर संक्रांति, रज संक्रांति, चैत्र पूर्णिमा। यार सठिक उत्तर होउची ऑप्शन ए विषुव संक्रांति। एही दिन को ओडिया नववर्ष भावे पालन करा जाए। यार परवर्ती प्रश्न ओडिशार प्रथम पर्व काहाकू कुहा जाए? विषुव संक्रांति, मकर संक्रांति, रज संक्रांति, चैत्र पूर्णिमा। यार सठिक उत्तर होउची ऑप्शन ए विषुव संक्रांति। एही विषुव संक्रांति को पणा संक्रांति मध्य कुहा जाए। यह होउची ओडिशार प्रथम पर्व। ओडिशार पर्वपर्वाणी विषय रे कुहा जाए जे 12 मासरे 13 पर्व अर्थात वर्षकर विभिन्न समय रे ओडिशा रे बहु संख्यक पूजा पर्व पालन करा जाए। जैन, बौद्ध, इस्लाम और ख्रीष्ट धर्म पर्व व्यतीत ओडिशार हिंदू मतावलंबी माने वर्ष को प्राय 50 रु ऊर्ध्व पर्व बोली पालन करथांती। सेथि मध्यरु अनेक पर्व ओडिशार संपूर्ण निजस्व ऐतिह्य संपन्न और महत्वपूर्ण। बैशाख मासर प्रथम दिन पालन करा जाउथिबा विषुव संक्रांति ओडिया पंजिकार नववर्षर प्रथम दिन और प्रथम पर्व। ग्रीष्मर आरंभ रे एही पर्व रे मुख्यतः बेलरू प्रस्तुत करा जाए एक सुस्वादु पानीय बा
ପଣା ଦେବୀ ମଙ୍ଗଳାଙ୍କ ନିକଟରେ ସମର୍ପିତ ହେବା ପରେ ସେବନ କରାଯାଏ। ତେଣୁ ଏହି ପର୍ବକୁ ପଣା ସଂକ୍ରାନ୍ତି କୁହାଯାଏ। କେଉଁ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି କୁହାଯାଏ? ମକର ସଂକ୍ରାନ୍ତି, ରଜ ସଂକ୍ରାନ୍ତି, ବିଷୁବ ସଂକ୍ରାନ୍ତି, ମିଥୁନ ସଂକ୍ରାନ୍ତି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି, ବିଷୁବ ସଂକ୍ରାନ୍ତିକୁ ପଣା ସଂକ୍ରାନ୍ତି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, କେବେ ଅକ୍ଷୟ ତୃତୀୟା ପାଳନ କରାଯାଏ? ଏହାର ଉତ୍ତର ହେଉଛି ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଅକ୍ଷୟ ତୃତୀୟା ପାଳନ କରାଯାଏ। ଏହାର ପରବର୍ତ୍ତୀ ପ୍ରଶ୍ନ, ଚାଷୀ କେଉଁଦିନ ବିଲରେ ବିହନ ବୁଣିବା ଆରମ୍ଭ କରିଥାଏ? ଏହାର ଉତ୍ତର ହେଉଛି ଅକ୍ଷୟ ତୃତୀୟା ଦିନ ଚାଷୀ ବିଲରେ ବିହନ ବୁଣିବା ଆରମ୍ଭ କରିଥାଏ। ଏହାର ପରବର୍ତ୍ତୀ ପ୍ରଶ୍ନ, ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ 3 ରଥ ନିର୍ମାଣ କାର୍ଯ୍ୟ କେବେ ଆରମ୍ଭ ହୋଇଥାଏ? ବିଷୁବ ସଂକ୍ରାନ୍ତିରେ, ଅକ୍ଷୟ ତୃତୀୟାରେ, ଶୀତଳ ଷଷ୍ଠୀରେ, ଦେବସ୍ନାନ ପୂର୍ଣ୍ଣିମାରେ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି, ଅକ୍ଷୟ ତୃତୀୟାରେ ଆରମ୍ଭ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଜଗନ୍ନାଥଙ୍କର ଚନ୍ଦନ ଯାତ୍ରା କେବେ ଆରମ୍ଭ ହୁଏ? ବିଷୁବ ସଂକ୍ରାନ୍ତି ଦିନ, ଅକ୍ଷୟ ତୃତୀୟା ଦିନ, ଶୀତଳ ଷଷ୍ଠୀ ଦିନ, ଦେବସ୍ନାନ ପୂର୍ଣ୍ଣିମା ଦିନ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି, ଅକ୍ଷୟ ତୃତୀୟା ଦିନ ଶ୍ରୀ ଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ଆରମ୍ଭ ହୋଇଥାଏ। ଏହାର ପରବର୍ତ୍ତୀ ପ୍ରଶ୍ନ, ଜଗନ୍ନାଥଙ୍କର ସ୍ନାନ ଯାତ୍ରା କେବେ ପାଳନ କରାଯାଏ? ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ, ଅକ୍ଷୟ ତୃତୀୟା ଦିନ, ରଜ ସଂକ୍ରାନ୍ତି ଦିନ, ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ, ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ବା ଦେବସ୍ନାନ ପୂର୍ଣ୍ଣିମା ରୂପେ ପାଳନ କରାଯାଏ। ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ 3 ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ଅକ୍ଷୟ ତୃତୀୟା ଦିନ ହୋଇଥାଏ ଏବଂ ଏହି ଦିନ ଶ୍ରୀ ଜଗନ୍ନାଥଙ୍କର ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୋଇଥାଏ। ଜ୍ୟେଷ୍ଠ ମାସ ପୂର୍ଣ୍ଣିମା ଦିନ ଶ୍ରୀ ଜଗନ୍ନାଥଙ୍କ ଦେବସ୍ନାନ ବା ସ୍ନାନ ଯାତ୍ରା ଅନୁଷ୍ଠିତ ହୁଏ। ଏହାର ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା କେବେ ଅନୁଷ୍ଠିତ ହୁଏ? ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ, ରଜ ସଂକ୍ରାନ୍ତି ଦିନ, ଶୀତଳ ଷଷ୍ଠୀ ଦିନ, ପଣା ସଂକ୍ରାନ୍ତି ଦିନ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ, ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ। ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ଦିନ ଓଡ଼ିଶାର ଏକ ମୁଖ୍ୟ ପର୍ବ ତଥା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଦିନ 3 ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ଓ ସମସ୍ତଙ୍କ ଗୁହାରି ଶୁଣିବା ପାଇଁ ମନ୍ଦିର ବାହାରେ ରଥାରୂଢ଼ ହୋଇଥାନ୍ତି ଏବଂ ଏକ ସାମୟିକ ପରିବର୍ତ୍ତନ ଉଦ୍ଦେଶ୍ୟରେ 7 ଦିନ ମାଉସୀ ମନ୍ଦିରରେ ଗୁଣ୍ଡିଚାଙ୍କ ଅବସ୍ଥାନ କରିବା ପାଇଁ ଯାତ୍ରା କରିଥାନ୍ତି। ସେଥିପାଇଁ ଏହାକୁ ଗୁଣ୍ଡିଚା ଯାତ୍ରା କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥଙ୍କ ରଥର ନାମ କ'ଣ? ଏହାର ଉତ୍ତର ହେଉଛି ନନ୍ଦିଘୋଷ। ଶ୍ରୀ ଜଗନ୍ନାଥଙ୍କର ରଥର ନାମ ହେଉଛି ନନ୍ଦିଘୋଷ। ପରବର୍ତ୍ତୀ ପ୍ରଶ୍ନ, ବଳଭଦ୍ରଙ୍କର ରଥର ନାମ କ'ଣ? ଏହାର ଉତ୍ତର ହେଉଛି ତାଳଧ୍ୱଜ। ବଳଭଦ୍ରଙ୍କର ରଥର ନାମ ତାଳଧ୍ୱଜ। ଏହାର ପରବର୍ତ୍ତୀ ପ୍ରଶ୍ନ, ଦେବୀ ସୁଭଦ୍ରାଙ୍କ ରଥର ନାମ କ'ଣ? ଏହାର ଉତ୍ତର ହେଉଛି ଦର୍ପଦଳନ। ଦର୍ପଦଳନ ସୁଭଦ୍ରାଙ୍କର ରଥର ନାମ। ଏହାର ପରବର୍ତ୍ତୀ ପ୍ରଶ୍ନ, ଶ୍ରାବଣ ମାସର ଅମାବାସ୍ୟା ଦିନକୁ କ'ଣ କୁହାଯାଏ? ଏହାର ଉତ୍ତର ହେଉଛି ଚିତାଲାଗି ଅମାବାସ୍ୟା ବା ଚିତ୍ତଉ ଅମାବାସ୍ୟା ବୋଲି କୁହାଯାଏ। ଶ୍ରାବଣ ମାସର ଅମାବାସ୍ୟା ଦିନଟି ଚିତାଲାଗି ଅମାବାସ୍ୟା ବା ଚିତ୍ତଉ ଅମାବାସ୍ୟା ଭାବେ ପାଳିତ ହୁଏ। ଏହି ଦିନ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସୁବର୍ଣ୍ଣ ଚିତ୍ତରେ ଭୂଷିତ କରାଯାଏ ଓ ଚିତ୍ତଉ ପିଠା ଭୋଗ ଦିଆଯାଏ। ପରବର୍ତ୍ତୀ ପ୍ରଶ୍ନ, ଶ୍ରୀ ଜଗନ୍ନାଥଙ୍କ ଝୁଲଣ ଯାତ୍ରା କେବେ ପାଳନ କରାଯାଏ? ଚିତାଲାଗି ଅମାବାସ୍ୟାରେ, ଆଷାଢ଼ ମାସ ଶୁକ୍ଳପକ୍ଷରେ, ଶ୍ରାବଣ ମାସ ପୂର୍ଣ୍ଣିମା ଗହ୍ମା ପୂର୍ଣ୍ଣିମାରେ, ବିଷୁବ ସଂକ୍ରାନ୍ତିରେ। ଏହାର ଉତ୍ତର ହେଉଛି ଅପସନ୍ ସି, ଶ୍ରାବଣ ମାସ ପୂର୍ଣ୍ଣିମା ଗହ୍ମା ପୂର୍ଣ୍ଣିମାରେ। ଏହାର ପରବର୍ତ୍ତୀ ପ୍ରଶ୍ନ, ଖୁଦୁରୁକୁଣି ଓଷା କେଉଁ ମାସରେ ପାଳନ କରାଯାଏ?
ଜ୍ୟେଷ୍ଠ ମାସରେ, ଆଷାଢ଼ ମାସରେ, ଶ୍ରାବଣ ମାସରେ, ଭାଦ୍ରବ ମାସରେ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି, ଭାଦ୍ରବ ମାସରେ ଖୁଦୁରୁକୁଣୀ ଓଷା କରାଯାଏ। ଭାଦ୍ରବ ମାସର ପ୍ରତି ରବିବାର ଝିଅମାନେ ଖୁଦୁରୁକୁଣୀ ଓଷା ପାଳନ କରିଥାନ୍ତି। ଏହି ଦିନ ଗୁଡ଼ିକରେ ସେମାନେ ମଙ୍ଗଳାଙ୍କ ପୂଜା କରନ୍ତି ଓ ତପୋଇ କଥା ପାଠ କରନ୍ତି। ଏହି ପୂଜାରୁ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ସମ୍ପର୍କରେ ସୂଚନା ମିଳେ। ପରବର୍ତ୍ତୀ ପ୍ରଶ୍ନ, ପ୍ରସିଦ୍ଧ ବାଲିଯାତ୍ରା କେଉଁଠି ଅନୁଷ୍ଠିତ ହୋଇଥାଏ? କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ, କଟକ। କଟକରେ ପ୍ରସିଦ୍ଧ ବାଲିଯାତ୍ରା ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ମାଣବସା ଗୁରୁବାର କେଉଁ ମାସରେ ପାଳନ କରାଯାଏ? ବୈଶାଖ ମାସ, ଜ୍ୟେଷ୍ଠ ମାସ, କାର୍ତ୍ତିକ ମାସ, ମାର୍ଗଶିର ମାସ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି, ମାର୍ଗଶିର ମାସରେ ମାଣବସା ଗୁରୁବାର ପାଳନ କରାଯାଏ। ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଦିନ ଶସ୍ୟ ଅମଳର ସଫଳତା ପାଇଁ ଘରେ ଘରେ ଲକ୍ଷ୍ମୀ ପୂଜା ପାଳିତ ହୁଏ। ପ୍ରଥମ ଗୁରୁବାର ଦିନ ଏକ ମାଣରେ ଧାନ ଭର୍ତ୍ତି କରି ଲକ୍ଷ୍ମୀ ଠାକୁରାଣୀଙ୍କୁ ପ୍ରଥମେ ସମର୍ପିତ କରାଯାଉଥିବାରୁ ଏହାକୁ ମାଣବସା ଗୁରୁବାର କୁହାଯାଏ। ଏହାର ପରବର୍ତ୍ତୀ ପ୍ରଶ୍ନ, ସୂର୍ଯ୍ୟ ଉତ୍ତର ଦିଗକୁ କେବେ ଗତି କରିବାର ଜଣାପଡ଼େ? ମକର ସଂକ୍ରାନ୍ତିରେ, ବିଷୁବ ସଂକ୍ରାନ୍ତିରେ, ରଜ ସଂକ୍ରାନ୍ତିରେ, ଦେବସ୍ନାନ ପୂର୍ଣ୍ଣିମାରେ। ଏହାର ଉତ୍ତର ହେଉଛି ମକର ସଂକ୍ରାନ୍ତିରେ। ମାଘ ମାସର ପ୍ରଥମ ଦିନ ସୂର୍ଯ୍ୟ ମକର ରାଶିରେ ଅବସ୍ଥାନ କରି ଉତ୍ତର ଦିଗକୁ ଗତି କରିବା ଜଣାପଡ଼େ ଏବଂ ଏହାକୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି କୁହାଯାଏ। ଏହି ଦିନଟି ଓଡ଼ିଶାରେ ମକର ସଂକ୍ରାନ୍ତି ଭାବେ ପାଳନ କରାଯାଏ ଓ ସୂର୍ଯ୍ୟଦେବଙ୍କୁ ପୂଜା କରାଯାଏ। ଏହାର ପରବର୍ତ୍ତୀ ପ୍ରଶ୍ନ, ମାଘ ମାସର ଶୁକ୍ଳପକ୍ଷ ପଞ୍ଚମୀ ଦିନ କାହାର ପୂଜା କରାଯାଏ? ଲକ୍ଷ୍ମୀଙ୍କର, ସରସ୍ୱତୀଙ୍କର, ସୂର୍ଯ୍ୟଙ୍କର, ଶ୍ରୀକୃଷ୍ଣଙ୍କର। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି, ସରସ୍ୱତୀଙ୍କର। ଭୁବନେଶ୍ୱରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରଥଯାତ୍ରା କେବେ ପାଳନ କରାଯାଏ? ଏହାର ଉତ୍ତର ହେଉଛି ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ଦିନ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଏମିତି ନୂଆ ନୂଆ ଭିଡ଼ିଓ ପାଇବା ପାଇଁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।